ସୁନ୍ଦର ସରଳ ଏବଂ ସଂକ୍ଷିପ୍ତ ଓଡ଼ିଆ ରଚନା ଆତ୍ମନିର୍ଭରଶୀଳ ଭାରତ। ଉପକ୍ରମ। ଆତ୍ମନିର୍ଭର ଭାରତ ହେଉଛି ଏକ ନୂତନ ଏବଂ ସଶକ୍ତ ଭାରତ ଗଠନର ସ୍ୱପ୍ନ। 2020 ମସିହାରେ କରୋନା ମହାମାରୀ ସମୟରେ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅଭିଯାନର ଡାକରା ଦେଇଥିଲେ। ଏହାର ମୂଳ ଲକ୍ଷ୍ୟ ହେଉଛି ଭାରତକୁ ବିଶ୍ୱ ଅର୍ଥନୀତିର କେନ୍ଦ୍ରବିନ୍ଦୁ ଭାବେ ଗଢ଼ି ତୋଳିବା ଏବଂ ବିଦେଶୀ ସାମଗ୍ରୀ ଉପରେ ଆତ୍ମନିର୍ଭରଶୀଳତାକୁ କମାଇବା। ଅଭିଯାନର ମୂଳ ଲକ୍ଷ୍ୟ। ଆତ୍ମନିର୍ଭର ଭାରତର ଅର୍ଥ ନୁହେଁ ଯେ ଆମେ ବିଶ୍ୱରୁ ଅଲଗା ହୋଇଯିବା, ବରଂ ଏହାର ଅର୍ଥ ହେଉଛି ଆମେ ନିଜେ ସମର୍ଥ ହେବା। ଏହି ଅଭିଯାନର ପ୍ରମୁଖ ଦିଗ ଗୁଡ଼ିକ ହେଲା ଭୋକାଲ ଫର ଲୋକାଲ, ସ୍ଥାନୀୟ ଶିଳ୍ପ ଓ କାରିଗରମାନଙ୍କୁ ପ୍ରୋତ୍ସାହନ ଦେବା ଏବଂ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବା। ଆଧୁନିକ ପ୍ରଯୁକ୍ତି ବିଦ୍ୟା, କୃଷି, ପ୍ରତିରକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଜସ୍ୱ ଜ୍ଞାନକୌଶଳ ବ୍ୟବହାର କରିବା। ଯୁବଶକ୍ତି ଓ ଷ୍ଟାର୍ଟଅପ୍, ନୂତନ ପିଢ଼ିକୁ ଚାକିରି ପଛରେ ନ ଗୋଡ଼ାଇ ଚାକିରି ଦାତା ବା ଉଦ୍ୟୋଗୀ ହେବା ପାଇଁ ପ୍ରେରଣା ଦେବା। ସଫଳତାର ଝଲକ। ଆଜି ଭାରତ ନିଜସ୍ୱ ଟିକା ଯାହାକି ଭ୍ୟାକ୍ସିନ୍ ତିଆରି କରୁଛି। ମୋବାଇଲ ଉତ୍ପାଦନରେ ବିଶ୍ୱରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ଏବଂ ରକ୍ଷା କ୍ଷେତ୍ରରେ ନିଜସ୍ୱ ମିସାଇଲ ଓ ଯୁଦ୍ଧ ବିମାନ ପ୍ରସ୍ତୁତ କରୁଛି। ଡିଜିଟାଲ ଦେୟ ଯାହାକି UPI କ୍ଷେତ୍ରରେ ଭାରତ ଆଜି ସମଗ୍ର ବିଶ୍ୱକୁ ବାଟ ଦେଖାଉଛି। ଉପସଂହାର ବା ଶେଷ କଥା, ଜଣେ ଦାୟିତ୍ୱବାନ ନାଗରିକ ଭାବରେ ଆମେ ଯଦି ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବା ଏବଂ ନିଜର ଦକ୍ଷତା ବୃଦ୍ଧି କରିବା, ତେବେ ଆତ୍ମନିର୍ଭର ଭାରତ ଗଠନ ହେବା ନିଶ୍ଚିତ। ଭାରତ ଯେତେବେଳେ ଆତ୍ମନିର୍ଭର ହେବ, ସେତେବେଳେ ସମଗ୍ର ବିଶ୍ୱର ମଙ୍ଗଳ ହେବ। ପିଲାମାନେ ରଚନାଟି ପସନ୍ଦ ଆସିଥିଲେ ଲାଇକ୍ କରିବେ ଆଉ କମେଣ୍ଟରେ ନିଶ୍ଚିତ ଜଣାଇବେ। ଥ୍ୟାଙ୍କ ୟୁ।